ଏବେ ଆସି ପହଞ୍ଚିଲେ ବୋଉ ପାଖରେ ସେ ତ ଛୁଆଛୁଇଁ କରିବ ତା ଦୂରେଇକି ତୁ ରହ ତୁ ଆଜି ଅଜାତି ବୁଝିପାରୁ ତୋ ପାଖରେ ଛୁଆଛୁଇଁ ଟୋଟାଲ କରିବୁନି ଆଜି। ଆଉ ଚପ୍ ତ ଖାଇଲୁ ପାନ ତ ଖାଇଲୁ ପୁରା ଖୁସି ଆଉ କ'ଣ। ତ ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଆପଣ ଭଲ ଅଛନ୍ତି ନା ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ ଖୁସିରେ ଥିବେ ତା ସହିତ ବିନ୍ଦାସରେ ଥିବେ। ତ ସାଙ୍ଗମାନେ ସମୟ ହୋଇଗଲା ବର୍ତ୍ତମାନ ଦିନ 12ଟା। ଆପଣମାନଙ୍କୁ କ'ଣ କହିବି ଖରା କେଉଁ ଭଳିଆ ଦେଖନ୍ତୁ 12ଟା ବେଳେ ଦେଖିଲେ ଘର ଚାବି ମୋ ପାଖରେ। ବର୍ତ୍ତମାନ ଘର ତାଲା ଖୋଲି ସାରିବି ତାପରେ ଆପଣମାନଙ୍କୁ କହିବି ଆକ୍ଚୁଆଲି ସିନ୍ଟା କ'ଣ ହେଇଛି। ଘରେ ଆଜି କେହି ନାହାନ୍ତି ପୁରା ଶ୍ରୀମନ୍ଦିର ଖାଲି ପଡ଼ିଛି। ମୋର ଆଜି ମୁଣ୍ଡ ଖରାପ ଘରେ ଆଜି କେହି ନାହାନ୍ତି ଘର ପୁରା ଫାଙ୍କା। ଗୋଟେ ବାଇକ୍ ଏଠି ଥୁଆ ହେଇଛି ଆଉ ଗୋଟେ ବୁଲେଟ୍ ତ ସେଠି ଥୁଆ ହେଇଛି। ଥାର ବାପା ନେଇଛନ୍ତି କେଉଁଠିକି ସେଇଟା ଏଇ ବ୍ଲଗ୍ରେ ଆପଣମାନେ ଜାଣିବାକୁ ପାଇବେ ଠିକ୍ ଅଛି। ବର୍ତ୍ତମାନ ଯାଇଥିଲି ହୋଟେଲକୁ ହୋଟେଲରେ ଅଲରେଡ଼ି ଖାଇଦେଇକି ପଳେଇ ଆସିଲି। ଏବେ ଟିକେ ରେଷ୍ଟ ଟାଇମ୍ ଟିକେ ଶୋଇବା ଗଡ଼ପଟେ ହେବା। ମଶାରୀ ଏପର୍ଯ୍ୟନ୍ତ ଟଙ୍ଗା ହେଇଛି ସେ ପର୍ଯ୍ୟନ୍ତ ମାନେ ସେମିତି ପଡ଼ିଛି ରାତିରେ ଶୋଇଥିଲି ଘରେ ବୋଉ ନାହିଁ ବୋଲି ମଶାରୀ ଏପର୍ଯ୍ୟନ୍ତ ଟଙ୍ଗା ହେଇଛି ଦେଖିପାରୁଥିବେ। ମାନେ ଏଇଟା କେତେ ଜୋର ଖରାପ କଥା ଆପଣମାନେ କ'ଣ କହିବେ ଆଉ ବୋଉ ଥିଲେ ଦୁନିଆ କଥା ମୋତେ କହିଥାନ୍ତା ବୋଉ ତ ନାହିଁ ଯାଇଛି। ହଁ ବୋଉ ଯାଇଛି ଗୋଟେ ବୋଉ ଆକ୍ଚୁଆଲି ତା ବାପାଙ୍କର ଗୋଟେ ମଶାରୀଟା ଇଏ ହେଇଗଲାଣି ହଉ ଦେଖିବା। ବୋଉ ଯାଇଛି ଗୋଟେ ବାପାଙ୍କର ତାଙ୍କ ମାମୁଁ ଏକ୍ସପାୟାର କରିଯାଇଛନ୍ତି ମାନେ ତାଙ୍କର ଏଜ୍ ହେଇଯାଇଥିଲା ପାଖାପାଖି ତାଙ୍କର ଗୋଟେ କ'ଣ ପ୍ରୋବ୍ଲେମ୍ ଥିଲା ପ୍ରୋବ୍ଲେମ୍ରେ ଏକ୍ସପାୟାର୍ଡ ହେଇଗଲେଣି। ଆଜି ତାଙ୍କର 10 ତ କାଲି ରାତିରେ ଅଲରେଡ଼ି ବୋଉ ପଳେଇ ଯାଇଛି କେଉଁଠି ନା ତାଙ୍କର ମାନେ ମାମୁଁ ଘର ବାପା ମାମୁଁ ଘରୁ ସେ ଆସିବ ଯାଇକିନା ଆଜି ବୋଧେ ରହିବେ ମୁଁ ତ ଜାଣିନି କେବେ ଆସନ୍ତି ଗୋଟେ ନା 2 ଦିନ ସେଠି ରହିବ 2 ଦିନ ରହିଲା ପରେ ଘରକୁ ଆସିବ। ତ ଏପର୍ଯ୍ୟନ୍ତ ଘରକୁ ଆସିନି ମୁଁ ବର୍ତ୍ତମାନ ଘରେ ଦୋକାନ ଥିଲି ଦୋକାନ ବନ୍ଦ କରି ଘରେ ଆସି ପହଞ୍ଚିଲି। ଦେଖିବା ଆଜି ବ୍ଲଗ୍ଟା କ'ଣ କେମିତି ହେଉଛି କ'ଣ ନାହିଁ ଭଲ ତ ଲାଗିବନି ବୋଉ ନାହିଁ ଆଡ଼ଜଷ୍ଟ କରିଦେବି ଟିକେ ଆଉ କ'ଣ କରିବା ଠିକ୍ ଅଛି। ବର୍ତ୍ତମାନ ମଶାରୀ ଫସାରୀ ଖୋଲିକି ମୁଁ ଗୋଟେ ଘଣ୍ଟା ରେଷ୍ଟ ନେବି ତାପରେ 4ଟା ବେଳକୁ ଉଠିକି କ'ଣଟା କରିବା। ତ ସାଙ୍ଗମାନେ ଏବେ ଉଠିଲି ବୋଉର ଦାୟିତ୍ୱ 2 ଦିନ ବର୍ତ୍ତମାନ ମୋ ଉପରେ ପୁରା ସେ ପୁରା ଥାଳି ସଫା କରିଦେଇଛି ସେ ବର୍ତ୍ତମାନ ଝାଡ଼ା ଫାଡ଼ା ଯିବ ତାକୁ ଗୋଟେ ନେବାକୁ ପଡ଼ିବ ସବୁ ଜିନିଷ ଟେନସନ୍ କ'ଣ କରିବା ଲାଞ୍ଜଟା ବାଡ଼କୁ ଦେଖିବେ ଘୋଷାଟେ ହେଇଯିବୁ ପୁରା ଖାଇବୁ କ'ଣ ବାଡ଼ିବୁ ଚାଲ। ସେପଟେ ଠାକୁର କାମ ବି ଚାଲିଛି କାମ ଚାଲିଛି ସରିନି ଏପର୍ଯ୍ୟନ୍ତ। फाइनल लुबू को बर्तमान नहीं रोड को बुलिया चल 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 एटी से मुँह मान खाली रोड रे खाली मुँह मारिकी 50 जगह बाट रोच मुति 50 जगह सैला चल 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 चल। तो बर्तमान लुबू को आसी बंधाबंधी करदेली से पानी भी देदी से बर्तमान ये कर तो बर्तमान एवं कौट ना बो को देखा करा मत बर्तमान 3 किलोमीटर जावाक पड़ो बो को देखा करें बो बापा आम घर जो अच्छे आपण सका कही ठीक अच्छे। तो ये जा बोर फरमाइश कौन ना मैं पान नहीं आसू तो पाख दुकान को जी पान नहीं पान नहीं देवी ठीक अच्छे। तो सीधा देखा कौट ना बो पाखे ଏବେ ଆସି ପହଞ୍ଚିଲେ ବୋଉ ପାଖରେ ସେ ତ ଛୁଆଛୁଇଁ କରିବ ତା ଦୂରେଇକି ତୁ ରହ ତୁ ଆଜି ଅଜାତି ବୁଝିପାରୁ ତୋ ପାଖରେ ଛୁଆଛୁଇଁ ଟୋଟାଲ କରିବୁନି ଆଜି। ଆଉ ଚପ୍ ତ ଖାଇଲୁ ପାନ ତ ଖାଇଲୁ ପୁରା ଖୁସି ଆଉ କ'ଣ ଖୁସି ତୁ ଯାହା କରିଦେଲୁ ସନ୍ଧ୍ୟାବେଳେ ପୁରା ମୁଁ ସେ ଘରୁ ଦୌଡ଼ିଛି ପୁରା ଏଇ ବନ୍ଧ ମୁଁ ଗୋଟେ ତା ସହିତ ଅଲଗା ଟାଇପ୍ର ପ୍ରାଙ୍କ କରିଦେଇଛି ସେଇଟା ଆପଣମାନଙ୍କୁ ଜଣେଇବି ଘରକୁ ଗଲା ପରେ ଏଠି ଆଉ କିଛି କହିନି ଟିକେ କହିଲେ ହାତ ମଧ୍ୟ ବ୍ରହ୍ମଜ୍ଞାନ ହେଇଯିବ ହେଲା। ହଉ ହଉ ତୁ ଯା ମାଉସୀ ଡାକିଲେ ସେ କ'ଣ ଟିକେ କଥା ହବ କିଏ ଆମ ସମ୍ବଲପୁର ମାଉସୀ হ্যাঁ সে বুড়ি শোধিব মু মুন্ড খরাপ না থাক हैं ये क्या हो गया ये क्या सुन रहा हूँ मैं কইকি মু কইলে কালি গোরি খোঁজু খোঁজু কালি পাখরে আসি পৌঁছি গলি ତୁ ସାଧମା କା ଗୋରି সেই কথা কইছা বলে গোরি খোঁজু খোঁজু লাস্ট কালি পাখরে আসি পৌঁছি গলি। আর কমা ভালো সব ହଁ ବୁଢ଼ୀ ହେଲେଣି ଆଉ ଭଲ କ'ଣ ଦିଏ ପା ସବୁବେଳେ ରହୁଛି ଆଉ କ'ଣ କରିବ କକା ସେ 2 ଜଣ ଯାକ ବାହାରେ ମୁଁ ଯାଉଛି ବୁଢ଼ୀ ପାନ ଦଉନି ଖାଇବନି ପାନ କ'ଣ ଦେଖା ହେଲା ଦେଲୁ ନା ଆଗରୁ ଆଣି ଦେଉଥିଲୁ ନା ଆଉ ସେ ଠିଆ ହେଇଗଲା ବୁଢ଼ୀଟା ସେ ନଦେଲେ ଗୋଟା କହିବନି ପଛରେ କହି ଦେଲା ନାତିଟା ଖଣ୍ଡେ ପାନ ଆଣିକିନା ଇଏ କିଏ ଦେଖା ওই
ସାନ ଝିଅ। ହଉ ମୁଁ ଯାଉଛି ଯାଉଛି ଜ୍ୟାକେଟ୍ ଫ୍ୟାକେଟ୍ ଆଣି ଘରକୁ ପୁଣି ଯିବି ଘରକୁ ଯାଇକି ଯିବି କାମ କ'ଣ ଆଉ ପଳେଇବା ଘରେ ବା କେହି ନାହାନ୍ତି। ମତେ କହୁଛୁ କେତେ ଦିନ ହେଲା ଆସିଲୁନି ମତେ ଭଲ ଲାଗୁନି କେତେ ଦିନ ହେଲା ବୋଉକୁ ଛାଡ଼ିକି ଆସିଲା ପରେ ସେଠି ତାର ଜଳିଖିଆ ପାନ ବୋଉକୁ ଦିଦି ପଳେଇଲେ ବୋଉ ତାର ରହିବ ବୋଧେ କାଲି ଆସିବ ବୋଉ ନାହିଁ ବୋଲି ଘରଟା ମୋତେ ଭଲ ଲାଗୁନି ସେଇଥିପାଇଁ ମୁଁ ଟିକେ ପଳେଇଥିଲି ବୋଉ ଦେଖା କରିବା ପାଇଁ ଠିକ୍ ଅଛି। ତ ସେଠି କ'ଣ ହେଲା ନେଇକି ଯାଇକି ବୁଲେଟ୍ ନେଇକି ଆସିଲି ବୁଲେଟ୍ଟା ବାପାଙ୍କୁ ଦେଇଥିଲି ବର୍ତ୍ତମାନ ମୁଁ ନେଇକି ପଳେଇ ଆସିଲି କ'ଣ ଥାର୍ଟା ନେଇ ପଳେଇ ଆସିଲି ଆଉ ଘରକୁ ଏବେ ଯିବା ଦରକାର ସିଧା ଏବେ ଯିବା କେଉଁଠିକି ନା ହୋଟେଲକୁ। ତ ଯିବା ପୂର୍ବରୁ ବୋଉ ସହିତ ଗୋଟେ ଅଲଗା ଟାଇପ୍ର ପ୍ରାଙ୍କ୍ କରିଦେଇଛି ଯେଉଁଟାକି ଆପଣମାନଙ୍କୁ କହିନି ବୋଉ ମୁଣ୍ଡ ପୁରା ଖରାପ ହେଲା ବୋଉକୁ କହିଲି କି ବୋଉ ଆଉ ତୁ କେଉଁଠି ଅଛୁ ବୋଉ କହିଲା ମୁଁ ଅଛି ପୁରା ବାପାଙ୍କ ମାମୁଁ ଘରେ କି ସେଠି ହେଉଛି ଗାଡ଼ିରେ ହାତ ମାରି ମାରିକା ମାନେ କ'ଣଟା ରାମ୍ପୁ ସାଉଣ୍ଡ ହେଉଥିଲା ଠିକ୍ ଅଛି। ତ ସେଠି କ'ଣ ହେଇଛି ବୋଉକୁ ସେଠି ହଁ ବୋଉ ଥିଲା ମାମୁଁ ଘର ବାପାଙ୍କ ମାମୁଁ ଘରେ ମୁଁ ଫୋନ୍ କଲି କହିଲି ବୋଉ ତୋ ପାଖରେ କିଏ ଅଛି ବାପାଙ୍କୁ କହିବୁ ନା କେସ୍ ମୁଁ କରିଦେଇଛି କ'ଣ କରିବି ମୁଣ୍ଡ କାମ କରୁଛି କ'ଣ ମୁଁ କହିଲି ବୋଉ ଗୋଟେ ଝିଅକୁ ମୁଁ ନେଇକି ପଳେଇ ଆସିଛି ଘରକୁ ତୁ ନାହୁଁ ଆଉ ମୁଁ ତାକୁ ରଖିଦେବି ଟିକେ ବାହା ହେଇ ପଡ଼ିବି ଆଉ ନା କ'ଣ କହୁଛୁ ତାକୁ ଛାଡ଼ିଦେବି ତା ଘରେ ତୁ ଶୀଘ୍ର କ'ଣ ମୋ ମୁଣ୍ଡ ପିଟିଦେବି ମୋ ମୁଣ୍ଡ କାମ କରୁନି ମୁଁ କ'ଣ କରିବି। ବୋଉ ପୁରା ଧନ ପାଗଳା ଗେଲା ବା ଡାକିକିନା ତା ମୁଣ୍ଡ ପୁରା ଖରାପ ତା ହାର୍ଟ ବିଟ୍ ପୁରା ହାଇ ହେଇକି ଘର ଥିଲା ବନ୍ଧୁବାନ୍ଧବ ଘର ସିଏ ପୁରା ଘରୁ ବାହାରକୁ ଆସିକିନା ସେ ସିନ୍ ଖୋଲା ମୁଣ୍ଡ ଖରାପ ମୋତେ କହୁଛି ତୋ ପାଖକୁ ମୋତେ ଦେଖିବି ମୁଁ ଖାସ୍ ସେଇଥିପାଇଁ ଖାଲି ତାକୁ ଦେଖିବା ପାଇଁ ଯାଇଥିଲି ଖାଲି ହେଲା ଆଉ କିଛି ବି ନାହିଁ ମୋର ଠିକ୍ ଅଛି। ହଉ ଏବେ ଯିବା ହୋଟେଲକୁ ସାଙ୍ଗମାନେ ଏବେ ଖାଇବା ନେଇ ହୋଟେଲ ଆସି ପହଞ୍ଚିଲି ଆପଣମାନେ ଦେଖାଉଛି ରାତି ଖାଇବା କ'ଣ ମୋର ଅଛି କ'ଣ ଥିବ ଆଉ ବୋଉ ନାହିଁ ହୋଟେଲରୁ କିଣିକି ଖାଇବା କଥା ଆଉ କ'ଣ ଇଏ ହେଲା ରୁଟି ଅଛି 6ଟା ଆଉ ଏଥିରେ ଏଇଟା ପନିର ଥିବ ମେ ବି ଜଣାପଡ଼ୁଛି କାହିଁକିନା ପନିର ମୁଁ ଆଣିଥିଲି ପନିର ଗୋଟେ ଆଉ ଗୋଟେ ଚଣା ଗୋଟେ ଏଇଟା ଅଛି ଚଣା ଇଏ ହେଲା ପିଆଜଟା ନହେଲେ ଖାଇବାର ହେବ ନାହିଁ ମୋର ଏଇଟା ଆଗରୁ ଅଛି ଆଉ ଏଇଟା ହେଉଛି ପନିର ଆଉ ଠିକ୍ ଅଛି। ତ ମୁଁ ଖାଇ ପିଇ ଦିଏ ଖାଇସାରିଲା ପରେ ତ ଶୋଇବି ଆଉ କିଛି କାମ ନାହିଁ ଆଜି ବ୍ଲଗ୍ଟା ପୁରା ସର୍ଟ ହେଇଯାଇଛି ଆପଣମାନେ କେହି ରାଗିବେନି ଫୁଲ୍ ଭିଡ଼ିଓ ୱାଚ୍ କରନ୍ତୁ ଠିକ୍ ଅଛି। ଆଉ ଯେଉଁମାନେ ସବସ୍କ୍ରାଇବ୍ କରୁନାହାନ୍ତି ସେମାନେ ସବସ୍କ୍ରାଇବ୍ କରିଦେବେ ଅନୁରୋଧ ମୋ ତରଫରୁ। ତ ପୁଣି ଦେଖାବା ନେକ୍ସଟ ବ୍ଲଗ୍ରେ ବିଦାୟ ଦିଅନ୍ତୁ ଜୟ ଜଗନ୍ନାଥ।